అందరికీ నమస్కారం. మొన్న మేము పుష్ప సినిమాకి କାନ୍ଦି ପକାଇଲେ ଅଲ୍ଲୁ ଅର୍ଜୁନ। ମୃତ ମହିଳାଙ୍କ ପାଇଁ ଅନୁତାପ କରି ଭୁଲ ମାଗିଲେ ଅଲ୍ଲୁ ଅର୍ଜୁନ। ମୃତ ମହିଳାଙ୍କ ଦେହାନ୍ତରେ ଧାର ଧାର ଲୁହ ଝରାଇଲେ ଅଲ୍ଲୁ ଅର୍ଜୁନ। ମହିଳାଙ୍କ ପରିବାରକୁ ଦେଲେ 25 ଲକ୍ଷ କ୍ଷତିପୂରଣ ନିଜ ପକେଟରୁ। ପରିବାର ଲୋକଙ୍କର ଯାହା କିଛି ଦରକାର ସବୁ ସାହାଯ୍ୟ ମୁଁ କରିବି। ପରିବାରର ସମସ୍ତ ଦାୟିତ୍ୱ ମୁଁ ନେବି, ଅଲ୍ଲୁ ଅର୍ଜୁନ କହିଲେ କାନ୍ଦି କାନ୍ଦି। ଅଲ୍ଲୁ ଏହି ମୁଭିରେ ଅନେକ ଥର ମିଛ କାନ୍ଦ କାନ୍ଦିଛନ୍ତି। ଆଜି କିନ୍ତୁ ମହିଳାଙ୍କ ପାଇଁ ସତ ସତିକା କାନ୍ଦିଛନ୍ତି ଅଲ୍ଲୁ ଅର୍ଜୁନ। କାରଣ ତାଙ୍କ ମୁଭି ପାଇଁ ଜଣେ ମହିଳାଙ୍କର ଜୀବନ ଚାଲିଯାଇଛି। ଆଉ ସେହି କାରଣରୁ କ୍ୟାମେରା ସାମ୍ନାକୁ ଆସି ହାତ ଯୋଡ଼ି ଦୁଃଖ ପ୍ରକାଶ କରି କାନ୍ଦି ପକାଇଛନ୍ତି। ନିଜକୁ ଦୋଷୀ ବୋଲି ଭାବି କାନ୍ଦୁଛନ୍ତି। ଏମିତି ମହିଳାଙ୍କର ମୃତ୍ୟୁ ହୋଇଛି ବୋଲି ସେ ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି। କୋହଭରା କଣ୍ଠରେ ଏସବୁ କ୍ୟାମେରା ଆଗରେ ଜଣାଇଛନ୍ତି ଅଲ୍ଲୁ ଅର୍ଜୁନ। ଦର୍ଶକ ବନ୍ଧୁ, ପୁଷ୍ପା 2 ରିଲିଜ୍ ହୋଇଛି। ଆଉ ଏହି ରିଲିଜ୍ର ଭିଡ଼ରେ ଦଳାଚକଟାରେ ଜଣେ ମହିଳାଙ୍କର ପ୍ରାଣ ଚାଲିଯାଇଛି। ଏହି କାରଣରୁ ଅଲ୍ଲୁ ଦୁଃଖ ଜଣାଇ କ୍ୟାମେରା ଆଗରେ କହିବା ସହିତ ମୃତ ମହିଳାଙ୍କ ପରିବାରକୁ 25 ଲକ୍ଷ ଟଙ୍କା ଦେଇଛନ୍ତି। ଏଭଳି ଘୋଷଣା ପରେ ଅଲ୍ଲୁ ଅର୍ଜୁନ ତାଙ୍କ ଫ୍ୟାନ୍ସମାନଙ୍କ ହୃଦୟରେ ଆହୁରି ମହାନ ହୋଇଯାଇଛନ୍ତି। 25 ଲକ୍ଷ ଟଙ୍କା ନୁହେଁ, ବରଂ ଅଲ୍ଲୁଙ୍କର ମହାନତା ଆଉ ମାନବିକତା ପାଇଁ ସେ ପୁଣି ଚର୍ଚ୍ଚାରେ ରହିଛନ୍ତି। ପୁଷ୍ପା 2କୁ ସମସ୍ତେ ଅପେକ୍ଷା କରି ରହିଥିଲେ, କିନ୍ତୁ ଫିଲ୍ମର ପ୍ରିମିୟର ଶୋରେ ହିଁ ଘଟିଗଲା ଅଘଟଣ। ଆଉ ଏହି ଅଘଟଣରେ ନିଜେ ଅଲ୍ଲୁ ନିଜ ସୋସିଆଲ ଆକାଉଣ୍ଟରେ ଏମିତି କିଛି ଭିଡିଓ ବନାଇ ଶୋକଭରା କଣ୍ଠରେ ସମବେଦନା ଜଣାଇ ଅର୍ଥ